ବିଭୂତି ପଟ୍ଟନାୟକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଜଣେ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ। ସେ ଜଗତସିଂହପୁର ଜିଲ୍ଲାରେ 25 ଅକ୍ଟୋବର 1937 ମସିହାରେ ଜନ୍ମଲାଭ କରିଥିଲେ। ତାଙ୍କର 150ଟି ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ ଓ ସମାଲୋଚନା ବହି ପ୍ରକାଶିତ ହୋଇସାରିଛି। 1970-1955 ମସିହା ପର୍ଯ୍ୟନ୍ତ ସେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରି ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷାଦାନ କରିଛନ୍ତି। ସନ୍ନ୍ୟାସୀ ହୋଇ ଗହନ ଅରଣ୍ୟରେ ତପସ୍ୟା କରିବା ସହଜ, କିନ୍ତୁ ବିବାହ କରି ଘର ସଂସାର କରିବା ଆଦୌ ସରଳ କଥା ନୁହେଁ। ସନ୍ନ୍ୟାସୀର ସାଧନା ବ୍ୟକ୍ତିଗତ ତ୍ୟାଗ, ନିଷ୍ଠା ଉପରେ ନିର୍ଭର କରେ, କିନ୍ତୁ ବିବାହିତ ବ୍ୟକ୍ତିର ଘର ସଂସାର ସଫଳତା ନିର୍ଭର କରେ ସାରା ପରିବାର ଆଉ ସମାଜ ପ୍ରତି ତା'ର କର୍ତ୍ତବ୍ୟ ପାଳନରେ। ଅରଣ୍ୟରେ ସନ୍ନ୍ୟାସୀ ଏକାକୀ, କିନ୍ତୁ ପରିବାରରେ ବ୍ୟକ୍ତି ବହୁମୁଖୀ। ସେଥିପାଇଁ ବିବାହ କରି ଘର ସଂସାର କରୁଥିବା ବ୍ୟକ୍ତିର ତ୍ୟାଗ, ନିଷ୍ଠା ଅରଣ୍ୟର ସାଧକ ସନ୍ନ୍ୟାସୀଠାରୁ ଯଥେଷ୍ଟ ବେଶୀ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏ କଥା ଓ ଚିନ୍ତାଧାରା ନିର୍ମଳର ନିଜସ୍ୱ ନୁହେଁ। ଜୀବନର ସ୍ୱଳ୍ପ ଅବସର ସମୟରେ ସେ ଯେଉଁ ଅଳ୍ପ ସମୟ ପାଏ, ସେ ସମୟରେ ସେ ପାଠ କରେ ମହାପୁରୁଷଙ୍କ ବାଣୀ। ସନ୍ନ୍ୟାସୀ ଓ ସାମାଜିକ ବ୍ୟକ୍ତି ସମ୍ପର୍କରେ ଏ କଥାଟା କେଉଁ ଜଣେ ମହାପୁରୁଷ କହିଥିଲେ। ଯେଉଁଦିନ ମହାପୁରୁଷଙ୍କର ଏ ମତାମତଟା ନିର୍ମଳ ପଢ଼ିଥିଲା, ସେଦିନ ଅନେକ ବ୍ୟଙ୍ଗାତ୍ମକ ହସର ପ୍ରଗଳ୍ଭ ତରଙ୍ଗରେ ଅଧରର ବେଳାଭୂମି ତା'ର ଉଚ୍ଛ୍ୱଳିତ ହୋଇ ଉଠିଥିଲା। ଜୀବନର ମର୍ମାନ୍ତିକ ସତ୍ୟକୁ ସେଦିନ ଭଲ କରି ବୁଝି ନଥିଲା ନିର୍ମଳ। ଜୀବନଟା ସେଦିନ ଥିଲା ତା'ର ଅସୀଣ ଆକାଶର ଭାସମାନ ଲଘୁ ମେଘଖଣ୍ଡ ଭଳି ହାଲୁକା। ଅନେକ ସମ୍ଭବ, ଅସମ୍ଭବ, ବର୍ଣ୍ଣିଳ ସ୍ୱପ୍ନ ସମ୍ଭାରରେ ମନର ଆକାଶଟା ତା'ର ରଙ୍ଗୀନ ହୋଇ ଉଠିଥିଲା। ଇନ୍ଦ୍ରଧନୁର ସେଇ ସପ୍ତରଙ୍ଗୀ ସ୍ୱପ୍ନରେ ଭୁଲି ସେ ନିଜ ଅନାଗତ ବିବାହିତ ଜୀବନର ଏ ଆଲୋକ ଅନ୍ଧାର କଥାକୁ ସମ୍ପୂର୍ଣ୍ଣ ବିସ୍ମୃତ ହୋଇଯାଇଥିଲା। ଇନ୍ଦ୍ରଧନୁର ରଙ୍ଗ କିନ୍ତୁ ସ୍ଥାୟୀ ହୋଇ ରହେ ନାହିଁ। ରାତ୍ରିର ଅନ୍ଧକାର ପୋଛିନିଏ ଆକାଶର କାନଭାସରୁ ଏ 7 ରଙ୍ଗର ସ୍ୱପ୍ନ। ଜୀବନର ବିବର୍ଣ୍ଣ କାନଭାସ ଉପରେ ଫୁଟିଉଠେ ଅଦୃଶ୍ୟ ଅପଦେବତାର ହସ୍ତାଙ୍କିତ ଏକ ବିକୃତ ଛବି, ଅସହ୍ୟ ଦୃଶ୍ୟପଟ। ନିର୍ଜନ ପ୍ରାୟ ଗୃହାଙ୍ଗନର ଏକ କୋଣରେ ଚେୟାର ଉପରେ ବସି ନିର୍ମଳ ନିରୀକ୍ଷଣ କରି ଦେଖୁଥିଲା ତା' ନିଜ ଅନିଚ୍ଛାରେ, ଅଜ୍ଞାତରେ ତା' ଭାଗ୍ୟର ପଟ ଉପରେ କେଉଁ ନିଷ୍ଠୁର ଶିଳ୍ପୀ ଆଙ୍କି ଦେଇଛି ବିକଳାଙ୍ଗ, ବିକୃତ ଏକ ଛବି। ଅଥଚ ଦିନ କେତୋଟି ଆଗରୁ କଳ୍ପନାର ରଙ୍ଗ ନେଇ ସେ ତା'ର ଏକ ଭାଗ୍ୟପଟ ଉପରେ କି ସୁନ୍ଦର ସ୍ୱପ୍ନିଳ ଛବି ଆଙ୍କି ନଥିଲା ସତେ? ଆଜି ତା'ର ବିବାହର 4ଥ ଦିବସ। ତରୁଣ ଜୀବନର ବହୁ ଆକାଙ୍କ୍ଷିତ ବାସର ରାତ୍ରି। କିନ୍ତୁ ପରିବାରର କୌଣସି ଗୋଟିଏ ସ୍ଥାନରେ ସୁଦ୍ଧା ହସର ହିଲ୍ଲୋଳ ନାହିଁ, ଆନନ୍ଦର ଆବେଗ ନାହିଁ। ଚାରିଆଡ଼େ ମରୁର ରୁକ୍ଷତା, ଶ୍ମଶାନର ଭୟାବହ ନିର୍ଜନତା। ଯାହା କିଛି ପୂଜା ଉତ୍ସବ ପାଳିତ ହୋଇଛି, ତାହା ଏକାନ୍ତ ଗତାନୁଗତିକ। ସେଥିରେ ବିବାହ ଉତ୍ସବର ଉଷ୍ଣତା ନଥିଲା। ନଥିଲା ବି ନବବଧୂ ଗୃହପ୍ରବେଶର ସ୍ୱାଭାବିକ ଉଚ୍ଛ୍ୱାସ ଉନ୍ମାଦନା। ନିର୍ମଳ ଜାଣେ, ତା' ବାସର ଗୃହରେ ପାଖୁଡ଼ାଟାଏ ଫୁଲ ବି ନଥିବ। ଅତରର ଭୁରୁ ଭୁରୁ ସୁର ବି ତ ବହୁ ଦୂରର କଥା। କିଛି ସମୟ ଆଗରୁ ନିର୍ମଳ ନିଜ କାନରେ ଶୁଣିଥିବା କଥା କେଇପଦ ତା' କର୍ଣ୍ଣକୁହରରେ ଆଉ ଥରେ ଆସି ଅଜାଡ଼ି ହୋଇ ପଡ଼ୁଥିଲା। ଏମିତି ମୁହଁ ଶୁଖାଇ ବସିଲ କାହିଁକି ନାନୀ? ପୁଅ ଯେତେବେଳେ ବାହା ହେଲାଣି, ସେ ହେଲା ଘରର ବୋହୂ। ବଡ଼ ବଡ଼ୁଆଙ୍କୁ ପାଣି ଦେବ, ଆଉ ରାଗ କରି ବସିଲେ କ'ଣ ହବ? ପୁଅର ଆଜି ଚଉଠି ରାତି। ମାଲୁଣୀକୁ କୁହ ଫୁଲ 2 ତୋଡ଼ା ଦେଇଯାଉ। ଆର ସାହି ପଦ୍ମା ନୂଆବୋହୂଙ୍କ କଣ୍ଠସ୍ୱର। ବୋଉ କ'ଣ ଉତ୍ତର ଦେଇ ଶୁଣିବା ପାଇଁ ଉତ୍କୀର୍ଣ୍ଣ ହୋଇ ବସି ରହିଲା ନିର୍ମଳ। ବୋଉର କଣ୍ଠସ୍ୱର କିଛି ଶୁଭିଲା ନାହିଁ। ହୁଏତ କଥା କହିଥିଲେ ସେ ବିଷ ଉଦ୍ଗାର କରିଥାନ୍ତା। ଗ୍ରାମର ଅପର ସ୍ତ୍ରୀ ଲୋକମାନଙ୍କ ଆଗରେ ବିଷ ଉଦ୍ଗାର କରି ନିଜ ପାରିବାରିକ ମର୍ଯ୍ୟାଦାକୁ ତଳେ ପକାଇବା ପାଇଁ ସେ ରାଜି ହେଲା ନାହିଁ। ଏତେ ଦୁଃଖ ଭିତରେ ବି ପରିବାରର ମର୍ଯ୍ୟାଦା କଥା ସେ ପାସୋରି ଦେଇପାରି ନାହିଁ। ପଦ୍ମା ନୂଆବୋହୂଙ୍କ କଥାର ଉତ୍ତର ଆସିଥିଲା ରମା ନୂଆବୋହୂଙ୍କ କଣ୍ଠରୁ। ହଇଲୋ ପୁନା ବୋଉ, ଆଜି ଚଉଠି ରାତି କ'ଣ ବା? ଭାବ ନାବ ବାହାଘର। କଟକ ନଈକୂଳେ ନହେଲେ ସିନେମା ଘରେ କେତେ ଚଉଠି ରାତି ଦିହେଁ ଯାକ ପାଳିଥିବେ। ଆଉ ଆଜି ଚଉଠି ପାଳିବା ପାଇଁ ପଲଙ୍କରେ ଫୁଲ ସଜଡ଼ା ନହେଲେ ମନ୍ତ୍ର ଅଶୁଦ୍ଧ ହୋଇଯାଉଛି। ରମା ନୂଆବୋହୂଙ୍କ ଜିଭଟା ଗୋଟାଏ ଶାଣଦିଆ ଛୁରୀ। ନିର୍ମଳର ମନେ ହେଉଥିଲା, ସେ ବସି ବସି ଆଉ କଥା ଶୁଣିଲେ ସେ କଥାର ଛୁରୀଧାରରେ ତା' ଛାତିର କଲିଜା ଧାର ଧାର ହୋଇ ଚିରି ହୋଇଯିବ। ଶେଷ କଥା ସେ ଶୁଣି ନେଇଛି। ଦେଖା ଚାହାଁ ରାଜିରୁଜା ବାହାଘରରେ ବାସର ଫୁଲଶେଯରେ ଆଉ ସୁର ବି ନଥାଏ। ଆଖିର ଲୁହରେ ବାସର ରାତିଟା ତାହେଲେ ତା'ର ସଜଳ ହୋଇ ଉଠିବ।
ଶୁଣିଥିବା କଥାକୁ ଭୁଲିଯିବା ପାଇଁ ଅନେକ ଚେଷ୍ଟା କରିଛି ନିର୍ମଳ, ପାରିନାହିଁ। ଫୁଲଶଯ୍ୟାର ରାତି ତାର ଲୁହର ମୁକ୍ତାମାଳରେ ସଜା ହେବ ବୋଲି ବ୍ୟକ୍ତିଗତ ଭାବରେ ତାର ଅବଶୋଷ ନାହିଁ। କାରଣ ସେ ତାର ପରିବାରକୁ ଜାଣେ, ଭଲ କରି ବୁଝେ ମଧ୍ୟ ତା ବୋଉର ମନ କଥା। ଏଭଳି ଏକ ଝଡ଼ର ସମ୍ଭାବନା ରେଜିଷ୍ଟ୍ରି ବିବାହ କରିବା ପୂର୍ବରୁ ମଧ୍ୟ ସେ ଆଶଙ୍କା କରିଥିଲା। କିନ୍ତୁ ତାର ଦୃଢ଼ ଧାରଣା ଥିଲା ଝଡ଼ଟା ଉଠି ତା ମୁଣ୍ଡ ଉପର ଦେଇ ଚାଲିଯିବ, କିଛି କ୍ଷତି କରିବ ନାହିଁ। ନିରୁପମାକୁ ଅନ୍ତତଃ ସେ ସେହି ଧାରଣାଟି ହିଁ ଦେଇଥିଲା। କିନ୍ତୁ ଘରେ ପହଞ୍ଚିଲା ପରେ ସେ ବୁଝିଲା ବଂଶ ମର୍ଯ୍ୟାଦା, ଜାତିଆଣ ଭାବ, ସାମାଜିକ କୁସଂସ୍କାର ସମ୍ପର୍କରେ ତାହାର ଯେଉଁ ଭୁଲ ଧାରଣା ଥିଲା ତାହା ସହସ୍ର ଗୁଣ ଭୟଙ୍କର ରୂପ ଧରି ଦାଣ୍ଡ ଦରଜା ପାଖରେ ଅପେକ୍ଷା କରିଛି। ଟେଲିଗ୍ରାମ ପାଇଲା ପରେ ବୋଉ କବାଟ କିଳି ଘରେ ଶୋଇ କାନ୍ଦୁଛି। ମାମୁଁ ଚଉପାଢ଼ୀ ଉପରେ ଗୋଡ଼ ଲମ୍ବାଇ ବସି ଗର୍ଜନ କରୁଛନ୍ତି। ପଣ୍ଡା ଘରର ଝିଅ ଆଚାର୍ଯ୍ୟ ପରିବାର ଭିତରେ କିପରି ପ୍ରବେଶ କରିବ ମୁଁ ଦେଖିବି। ହଁ, ମୁଁ କହି ରଖୁଛି, ମୋ ପିଣ୍ଡରେ ପ୍ରାଣ ଥିବା ଯାଏଁ ଏ କଥା ସମ୍ଭବ ହେବ ନାହିଁ। ନୀଳାମ୍ବର ଭାଇନା ମରିଗଲା ବୋଲି କ'ଣ ଚତୁର୍ଭୁଜ ମିଶ୍ର ମରିଗଲା? ଯଦି ସେମାନେ ଏ ଘର ଭିତରକୁ ଯିବେ, ତେବେ ମୋ ମଲା ଦେହ ଉପରେ ପାଦ ରଖିଯିବେ। ମଣିଷର ଧମକ ଏ ନୁହେଁ, ସିଂହର ଗର୍ଜନ। ମାମୁଁ ଚତୁର୍ଭୁଜ ମିଶ୍ରଙ୍କୁ ଭଲ କରି ଜାଣେ ନିର୍ମଳ। କାଉଁରିଆ କାଠି, ଭାଙ୍ଗିଯିବେ ପଛେ ନଇଁବେ ନାହିଁ। ତେଣୁ ତାଙ୍କ କଥା ଶୁଣି ଛାତି ଭିତରଟା ତାର ପ୍ରକମ୍ପିତ ହୋଇ ଉଠିଲା। ଅନୁଭବ କରି ଦେଖିଥିଲା ନିରୁପମାର ହାତଟା ମଧ୍ୟ ଝାଳେଇ ଉଠିଛି। ଗୃହ ପ୍ରବେଶର ପ୍ରଥମ ଝଡ଼ ବହିଗଲା, କ୍ଷତଚିହ୍ନ ରହିଗଲା ମନରେ। ଗ୍ରାମ ଲୋକେ ବୁଝାଇ ଦେଲା ପରେ ଆଚାର୍ଯ୍ୟ ପରିବାରର ସଦର ଦରଜା ପଣ୍ଡାଘର ଝିଅ ପାଇଁ ଉନ୍ମୁକ୍ତ ହୋଇଯାଇଥିଲା। ସାତପର ଅପରାଧୀ ଭଳି ନିର୍ମଳ ପ୍ରବେଶ କରିଥିଲା ନିଜ ଗୃହରେ। କିନ୍ତୁ ବାହାରଠାରୁ ଗୃହର ଅଭ୍ୟନ୍ତରଟା ଯେ ଏଡ଼େ ଅନ୍ଧକାର, ସେ କଥା କେବେ ତାର କଳ୍ପନାକୁ ମଧ୍ୟ ସ୍ପର୍ଶ କରିନଥିଲା। ଭଲ ପାଇବାର ଭ୍ରମ ପାଇଁ ତାକୁ ଯେ ଏପରି ଶାସ୍ତି ଗ୍ରହଣ କରିବାକୁ ହେବ, ସେ କଥା କେବେ ହେଲେ ସେ ଚିନ୍ତା କରିନଥିଲା। ନିର୍ମଳର ମନେ ହେଉଥିଲା ପାପଠାରୁ ପ୍ରାୟଶ୍ଚିତ୍ତର ତାର ବଳି ପଡ଼ିଛି। ଯେଉଁ ପରିବାରରେ ସେ ଏତେ ବଡ଼ ହେଲା, ହସିଲା, ଖେଳିଲା, ବୁଲିଲା, ଯେଉଁ ସମାଜକୁ ସେ ପିଲାଦିନୁ ଆଜି ଯାଏଁ ଦେଖି ଆସିଥିଲା, ସେ ପରିବାର, ସେ ସମାଜ ବିଷୟରେ ଭଲ କରି ନ ଜାଣି ନ ଶୁଣି ଗୋଟିଏ ଝିଅ ମନରେ ଏତେ ପ୍ରତ୍ୟୟ ଆଣିଦେବା ଠିକ୍ ହୋଇନାହିଁ। ନିମୁ, ରାତି ହୋଇଯାଉଛି ଯେ। ପଦ୍ମା ନୂଆବୋଉଙ୍କ କଣ୍ଠସ୍ୱର। ଚମକି ଚାହିଁଲା ନିର୍ମଳ। ରାତ୍ରି ସତରେ ବେଶୀ ହୋଇଯାଉଛି। ବାସର ରାତିଟା ସବୁ ପୁରୁଷଙ୍କ ପାଇଁ ଛୋଟ ମନେ ହୁଏ, କିନ୍ତୁ ନିର୍ମଳର ମନେ ହେଲା ଏ ରାତି ଯେପରି 7 ରାତିରେ ପରିଣତ ହୋଇଯାଉଛି। ନିର୍ମଳ ହୁଏତ ସେଇଠାରେ ବସି ଆହୁରି ଅନେକ ସମୟ ଭାବିଥାନ୍ତା। ପଦ୍ମା ନୂଆବୋଉ କିନ୍ତୁ ତାକୁ ତଡ଼ି ତଡ଼ି ଘର ଭିତରେ ଛାଡ଼ି ଆସିଲେ। ସେଇ ଆଲୋକ ଉଜ୍ଜ୍ୱଳ କକ୍ଷରେ ପଲଙ୍କର ଏକ ପ୍ରାନ୍ତରେ ବସି ରହିଥିଲା ନିରୁପମା। ବୋଧହୁଏ ଆଗରୁ ତାକୁ ଏ ଘରେ ଛାଡ଼ି ଦେଇ ଯାଇଥିଲେ ପଦ୍ମା ଭାଉଜ। ତାକୁ ଦେଖି ପଲଙ୍କ ଉପରୁ ଉଠି ଆସିଲା ନିରୁପମା। ଶାଢ଼ୀର ପଣତ କାନିକୁ ବେକ ଚାରିପଟେ ଗୁଡ଼ାଇ ଭୂମିରେ ମୁଣ୍ଡ ଲଗାଇ ସେ ପ୍ରଣତି ନିବେଦନ କଲା। ଥରେ ନୁହେଁ, ଅତୀତରେ ବହୁ ସହସ୍ର ଥର ନିରୁପମାର ମୁହଁ ଦେଖିଛି ନିର୍ମଳ। ଅନୁଭୂତିର ଅନେକ ସ୍ପର୍ଶ ସେ ଗଚ୍ଛିତ ରଖିଛି ନିରୁପମାର ସ୍ନାୟୁ ଗ୍ରନ୍ଥିରେ। କିନ୍ତୁ ଆଜି ଅବଗୁଣ୍ଠନବତୀ ନିରୁପମାକୁ ବାସର କକ୍ଷରେ ଦେଖି ସେ ରୋମାଞ୍ଚିତ ହେଲା। ଜୀବନର ସମସ୍ତ ଗ୍ଳାନି, ଅବସାଦ ଅପସାରିତ ହୋଇଯାଇ ବିଚିତ୍ର ଭାବବେଗରେ ଉଚ୍ଛ୍ୱସିତ ହୋଇଉଠିଲା ତାର ମନ, ତାର ଦେହ ସାରା। ଜୀବନର ସମସ୍ତ ଗ୍ଳାନି, ଅବସାଦ ଅପସାରିତ ହୋଇଯାଇ ବିଚିତ୍ର ଭାବାବେଗରେ ଉଚ୍ଛ୍ୱସିତ ହୋଇଉଠିଲା ତାର ଦେହ ମନ। ନିଜର ଦୁଇ ହାତରେ ନିରୁପମାର ସଲ୍ଲଜ ମୁହଁଟାକୁ ତୋଳିଧରି ସେ ଅନୁଭବ କଲା ସତେ ଯେମିତି ତାର ପ୍ରେମିକା ନିରୁପମା ଆଉ ବଧୂ ନିରୁପମା ମଧ୍ୟରେ ଯୋଜନ ଯୋଜନର ଦୂରତ୍ୱ। ଏଇ ତାର କଲ୍ୟାଣୀ ବଧୂ ନିରୁପମା, ଯାହାର ଲଜ୍ଜାକୁଣ୍ଠିତ ଆରକ୍ତ ମୁହଁର ତ୍ୱକ୍ ଆଉ ମୁଦ୍ରିତ ନୟନର ପ୍ରାନ୍ତେ ପ୍ରାନ୍ତେ ନୀଡ଼ ରଚନା କରିଛି ଅନେକ ଅର୍ଦ୍ଧ ମୁକୁଳିତ ସ୍ୱପ୍ନ। ନିର୍ମଳର ଦୁଇ ହାତ ପାପୁଲି ମଧ୍ୟରେ ଥାଇ ଥରି ଥରି ଉଠୁଥିଲା ନିରୁପମାର ମୁହଁ। ଛାୟା ଚନ୍ଦ୍ରିକାର ମଧୁର ମାୟାରେ ଅପରୂପ ମନେ ହେଉଥିଲା ତାର ରୂପ। ସ୍ୱଗତୋକ୍ତି କଲା ଭଳି କ୍ଷୀଣ ସ୍ୱରରେ ନିର୍ମଳ କହିଉଠିଲା, ଏ ଘରେ ଚନ୍ଦନର ସୁର ବି ନାହିଁ, ନାହିଁ ବି ମଲ୍ଲି ଗୋଲାପର ସ୍ତବକ। ଏ ବାସର ରାତ୍ରି ଏକ ଅଭିଶାପର ରାତିରେ ପରିଣତ ହୋଇଗଲା ନିରୁ। ନିର୍ମଳ ପାଟିରେ ହାତ ଦେଇ ଚୁପ୍ କରିଦେଲା ନିରୁପମା। କହିଲା, ଛି, ସୁନାଟି ପରା, ଆଜି ପରା ଦିନରେ ଏମିତି କହନ୍ତି? ନିର୍ବାକ୍ ହୋଇ ନିରୁପମାକୁ ଚାହିଁ ରହିଲା ନିର୍ମଳ। ଝରକାର ପରଦା ଟେକି ଦେଇ ନିରୁପମା କହିଲା, ଏଇ ଦେଖ, ଆକାଶରେ ଚନ୍ଦ୍ର, କେତେ ଜ୍ୟୋତ୍ସ୍ନା। ଧୀର ସମୀରଣରେ କି ବିଚିତ୍ର ସ୍ପର୍ଶାନୁଭୂତି। ମାଲୁଣି ସିନା ଫୁଲ ଦେବନି, ହେଲେ ଆକାଶରେ ତାରା ଫୁଲର ଝୋଟିଚିତା ଲେଖିବାକୁ ପ୍ରକୃତି କ'ଣ ଭୁଲି ଯାଇଛି? ମଧୁ ଚନ୍ଦ୍ରିକାରେ
ଏଇ ରାତ୍ରିର ଅଙ୍ଗନକୁ ସ୍ୱପ୍ନିଳ କରି ତୋଳିଛି ଚନ୍ଦ୍ର। ପ୍ରକୃତି ଆମ ପାଇଁ କୃପଣ ନୁହେଁ, ଆମେ ତ ପ୍ରକୃତିର ସନ୍ତାନ। ସ୍ୱପ୍ନ ଦେଖିଲା ଭଳି ନିର୍ମଳ ଠିଆ ହୋଇ ରହିଥିଲା କେବଳ। ଏତେ ନିନ୍ଦା, ଏତେ ଅପମାନ ପରେ ବି ନିରୁପମାର ନିଭୃତ ମନରେ ଏତେ କବିତା ଛପି ରହିଥିଲା। ନିର୍ମଳର କାନ୍ଧ ଉପରେ ମୁଣ୍ଡ ରଖି ନିରୁପମା ଅଧୀର ଆନନ୍ଦରେ କହିଲା, ହେ ଶୁଣୁଛ? ପବନର ପ୍ରବାହରେ ଆମ ମିଳନର ମଧୁର ସଙ୍ଗୀତ କେମିତି ଅନୁରଣିତ ହୋଇଉଠୁଛି। ନିରୁପମା ହାତ ପାପୁଲିରେ ମୃଦୁ ଚାପ ଦେଇ ନିର୍ମଳ କହିଲା, ଶୁଣୁଛି। ତମର ଗଭୀର ଆତ୍ମପ୍ରତ୍ୟୟ ଭିତରେ ମୁଁ ଶୁଣୁଛି ଜୀବନର ସେଇ ମହାସଙ୍ଗୀତ। ସତ କହିଲ ନିରୁ, ତମେ କ'ଣ ଏ ପରିସ୍ଥିତି ସହିତ ନିଜକୁ ମିଳାଇ ନେବାକୁ ଠିକ୍ କରିଛ? ତମେ କ'ଣ ସତରେ ମୋତେ କ୍ଷମା କରିଛ? ପଚାରିଲା ଦୃଷ୍ଟିରେ ଚାହିଁ ରହିଲା ନିରୁପମା। କଣ୍ଠ କୋମଳ କରି ନିର୍ମଳ କହିଲା, ଭଲ ପାଇବାର ଭୁଲ ପାଇଁ ଆମକୁ କଡ଼ା ଗଣ୍ଡା ହିସାବ କରି ଏତେ ମୂଲ୍ୟ ଦେବାକୁ ହେବ? ବିଶ୍ୱାସ କର, ମୁଁ ଏହା କେବେ ଭାବିନଥିଲି। ମୋର ଅଦୂରଦର୍ଶିତା ପାଇଁ ତୁମକୁ ଅନେକ ଶାସ୍ତି ଭୋଗିବାକୁ ହେଲା। ନିର୍ମଳର କଥା ଶେଷ ହେବା ଆଗରୁ ନିରୁପମା ଆଖିରୁ ଲୁହ ନିଗିଡ଼ି ପଡ଼ିଲା। ନିମିଷକ ଆଗରୁ ଯାହା ମୁହଁରେ ହସର ଶୁଭ୍ରମଲ୍ଲିକା ଫୁଟିଥିଲା, ଆଖିର ପଲକରେ ତାହାରି ଆଖିରୁ ପୁଣି ଲୁହର ସୁନାଫୁଲ ପୁନ୍ତଚ୍ୟୁତ ହେଲା। ଆରେ ତମର କ'ଣ ହେଲା ନିରୁ? ତମେ କାନ୍ଦୁଛ ଯେ? ନିର୍ମଳର କଣ୍ଠରେ ଭୟ ମିଶ୍ରିତ ବେଦନାର ଚିହ୍ନ। ଦୃଢ଼ ଭାବରେ ନିର୍ମଳର ହାତକୁ ଚାପି ଧରି ନିରୁପମା କହିଲା, ତମେ ସବୁ କୁହ, ମୁଁ ସହିବି, କିନ୍ତୁ ଆମର ଭଲ ପାଇବାକୁ ଜୀବନର ଏକ ଭୁଲ ବୋଲି କହିବ, ଏହା ମୋ ପକ୍ଷରେ ଅସହ୍ୟ। ଆମ ଭଲ ପାଇବାର ଅପମାନ ମୁଁ କଦାପି ସହିପାରିବି ନାହିଁ। ଜୀବନର ବହୁ ମୂଲ୍ୟ ଦେଇ ମୁଁ ସେ ପ୍ରେମ କରିଛି, ତାକୁ ଏଡ଼େ ସହଜରେ ହଜିବାକୁ ଦେବି ନାହିଁ। ତମେ ଏ କୂଳଦୀପ ଛୁଇଁ ଶପଥ କର, ଜୀବନରେ ଯେତେ ଦୁର୍ଯୋଗ, ଯେତେ ନିବିଡ଼ ଅନ୍ଧାର ରାତି ଆସିଲେ ବି ତମେ ମୋତେ ତମ ପାଦ ତଳୁ ଦୂରକୁ ଠେଲିଦେବ ନାହିଁ। ଆହତ କପୋତୀଟି ଭଳି ନିର୍ମଳ ଦେହକୁ ଆଶ୍ରା କରି ଛିଡ଼ା ହୋଇଥିବା ନିରୁପମାର ଦେହ ଥରି ଥରି ଉଠୁଥିଲା। ନିରୁପମାକୁ ଭଲ କରି ନିରୀକ୍ଷଣ କରି ଦେଖିସାରିଲା ପରେ ନିର୍ମଳର କାହିଁକି ବେଶୀ ବେଶୀ ମନେ ହେଲା, ସେ ପ୍ରେମିକା ନୁହେଁ, ବଧୂ ନୁହେଁ, ସେ ନାରୀ, ଏକାନ୍ତ ଭାବରେ ନାରୀ। ସୃଷ୍ଟିର ସମସ୍ତ କୋମଳତା, ସହିଷ୍ଣୁତା ନେଇ ସେ ଗଠିତ। ଏଭଳି ଏକ କଲ୍ୟାଣୀ ନାରୀକୁ ଆପଣାର କରିପାରିଲା ପରେ ତା ଜୀବନର କେଉଁ ପାତ୍ର ଆଉ ଅପୂର୍ଣ୍ଣ ରହିପାରେ?